ମାଝୀ 3 ଥର ଯାଇଛନ୍ତି। तो घर को मोहन माझी जाइए चाकरी दबा 3 ଥର ସାଇକେଲ ନେଇକି ଯାଇଛନ୍ତି। କହିଲେ ବାପା କାହିଁକି ପାଲା ଏ ଘରେ ମାନବା କୁଣିଆ ଆମେ ସରବାରେ ଦିନିଆ ଏ ଘରେ ମାନବା କୁଣିଆ ଏ ଘରେ ମାନବା କୁଣିଆ ଆକାଶ घोषणा क्ष चंपू सार गाई जड़े भाई 50 टंका अर्पण कर ना कहना किंतु तू 3 थर +2 फेल 3 थर आगे फेल पिला तो बीए में बीटेक कर बस या किए चाकरी दब कौन मो घर को बड़ा मोहन माझी 3 थर जाइछंती तो घर को मोहन माझी जाइछंती चाकरी दबा 3 थर साइकेल लेके जाइछंती कहले बापा काहे पाला करतु गेलो होले तब सिम होई गलानु पाला छाड़ी दे तोर हाइट जो मिलिटर चाकरी कर तते चीफ मिनिस्टर कहले ये पाला गाई कहीं राति अनिद्रा हो गोटे मिलिटारी चाकरी कर तू कौन कहलु जेहेतु आप आसती एटा टे साउंड दियो मु कहली आप जदि आसती भाई सेटा टे साउंड दियो से कहू एटा एटा मु कहली जदि आप आसीचंती ताले 10 टंका थम्सअपटे पियंतु आपण जांतु आज राति रे सोइला को मु भाबिबी चाकरी करिबी कि करिबी नाही तते मुख्यमंत्री चाकरी जाथिले आज्ञा आज्ञा
ତୁ ରାତି ସାରା ଭାବିଲୁ ମୁଁ ଚାକିରିଟା କରିବି କି ନାହିଁ? ରାତି ସାରା ଶୋଇଲା ବେଳକୁ ଖାଲି ଭାବିଲି ଆଉ କଣ ଭାବିଲୁ? ଯଦି ମିଲିଟାରୀ ଚାକିରି ସାରା ମୁଁ କରିବି ହଁ, ମୋର ଆଗ ଯୁଦ୍ଧ ପକେଇଲେ ପାକିସ୍ତାନ ସାଙ୍ଗରେ ପାକିସ୍ତାନ ସାଙ୍ଗରେ ଯୁଦ୍ଧ ହେଇପାରେ। ଯୁଦ୍ଧ ହେଇପାରେ। ହଁ। ଯଦି ଯୁଦ୍ଧ କରିବି ମାରିବି ନହେଲେ ମରିବି। ହଁ, ଯୁଦ୍ଧ କଲେ ମରିବାର ଅଛି, ମାରିବାର ବି ଅଛି। ଆରେ ମାରିଲେ କିଛି କଥା ନାହିଁ, ଯଦି ମୁଁ ମରିଯିବି ଦିଟା କଥା। ମରିଗଲେ ଦିଟା କଥା କଣ? ସବୁକୁ ଆଣିବେ, ହଁ, ପୋଡ଼ିବେ ନହେଲେ ପୋତିବେ। ତ ସବୁକୁ ଆଣିକି ପୋଡ଼ିବେ ନହେଲେ ପୋତିବେ। ହଁ, ହଁ, ସାରେ ପୋଡ଼ିଲେ କିଛି କଥା ନାହିଁ, ଯଦି ମତେ ପୋତିବେ ଦିଟା କଥା। ପୋଡ଼ିଲେ କଥା ନାହିଁ, ପୋତିଲେ କଣ ଦିଟା କଥା? ମତେ ଯୋଉଠି ପୋତିବେ ହୁଁ, ସେଠି ଗଛ ଉଠିବ, ହଁ, ତେଲ ଜାତୀୟ ଗଛ ଉଠିକି ଅର୍ଣ୍ଣବାମ ଗଛ ଉଠିବ। ହୁଁ। ଯଦି ତେଲ ଜାତୀୟ ଗଛ ଉଠିବ ଦିଟା କଥା। ତେଲ ଜାତୀୟ ଗଛ ଉଠିଲେ ତ ଭଲ, ଦିଟା କଥା କଣ? ସେଇ ତେଲରୁ ସାବୁନ ତିଆରି ହବ। ହଁ, ଲୁଗା ସଫା ସାବୁନ ହଉ ନହେଲେ ଦେହ ଲଗା ସାବୁନ ହଉ। ଯଦି ଲୁଗା ସଫା ସାବୁନ ହବ କିଛି କଥା ନାହିଁ, ଯଦି ଦେହ ଲଗା ସାବୁନ ହବ ଦିଟା କଥା। କିରେ ସାବୁନ ଲୁଗା ସଫା ସାବୁନ ଠାରୁ ଦେହ ଲଗା ସାବୁନ ଆହୁରି ଭଲ। ଆଉ ଦେହ ଲଗା ସାବୁନ ହେଲେ ଦିଟା କଥା କଣ? ଦେହ ଲଗା ସାବୁନକୁ ଝିଅ ମାନେ ଲଗେଇବେ ନହେଲେ ପୁଅ ଲଗେଇବେ। ହଁ, ଯଦି ପୁଅ ପିଲା ଲଗେଇବେ କିଛି କଥା ନାହିଁ, ଯଦି ଝିଅ ପିଲା ଲଗେଇବେ ଦିଟା କଥା। ଆରେ ଚାଣ୍ଡାଲଟା ମୋଡ଼ି ମାଡ଼ି କାହିଁ ହଉ? ସେ ଗୋଟେ ରୋଗ ମୋର। ସାବୁନ ତିଆରି ହେଇଛି ପୁଅ ଲଗେଇବାକୁ ହେଇଛି, ଝିଅ ଲଗେଇବାକୁ ହେଇଛି। ଝିଅ ପିଲା ଲଗେଇଲେ ଦିଟା କଥା କଣ? ଯଦି ଝିଅ ମାନେ ଦେହରେ ଲଗେଇବେ ନହେଲେ ମୁଣ୍ଡରେ ଲଗେଇବେ। ହଁ, ଦେହରେ ଲଗେଇବେ ନହେଲେ ମୁଣ୍ଡରେ ଲଗେଇବେ। ଯଦି ମୁଣ୍ଡରେ ଲଗେଇବେ କିଛି କଥା ନାହିଁ, ଯଦି ଝିଅ ମାନେ ଦେହରେ ଲଗେଇବେ ଦିଟା କଥା। ଅନେକ ପଇସା ତ ପଇସା କଟା ହବ। ତତେ ମୁଁ ବାରମ୍ବାର କହୁଛି, ମୋ ପାଲାଟା ଠିକ ଯେମିତି ଦୁବ ଘାସ ଉଠିଲା ବେଳକୁ ତୁ ଛେଳି ଭଳିଆ ଖାଉଛୁ। ବେଶୀ କାଟିବିନି, ରାତିରେ ଯେତେଟା ଭୁଲ କରୁଛୁ 100 ଟଙ୍କା କାଟିବି, 500 ଟଙ୍କା। 5ଟି ଭୁଲ କରୁଛୁ, 500 ଟଙ୍କା। ତଣ୍ଟିଆ ମାରି ବିଧା କରିଦିଅ ସହିବି, ଜାବୁଡା ମାରି ଗାଲ ନାଲି କରିଦିଅ ସହିବି। ପଇସା କାଟିବା କଥା କହିଲେ ମରିଯିବି ଆଜ୍ଞା। ତୋର ପଇସାରେ ଏତେ ଲୋଭ? ଆଜ୍ଞା, ତୁ ପୁରା କାଲି କହୁଥିଲୁ ମୋ ଭାର୍ଯ୍ୟା 500 ଟଙ୍କିଆ ଯାଇ ଚା କରୁଛି। ମୁଁ କାଲି କହୁଥିଲି ନା ଆଜି କହିଛି? ତୁ ଏତିକି ବେଳୁ ତୋର ଏ ଧନ ଉପରେ ଏତେ ଲୋଭ କାହିଁକି? ସାରେ ପଇସା କାଟିବା କଥା କହିଲେ ମରିଯିବି ଆଜ୍ଞା, ବିଷ ପିଇଦେବି। କାହିଁକି? ମୋର 9ଟା ଝିଅ ଆଜ୍ଞା। 9ଟା ଝିଅ? 9ଟା ଝିଅର ବାପ। ଆରେ ଏଡେ ବଦମାସ ତୁ। ସରକାର ବିଜ୍ଞାପନ କରୁଛନ୍ତି ଛୋଟ ପରିବାର ସୁଖୀ ପରିବାର। ହଉ ତୋର 9ଟା ଝିଅର ବାପ। ହଉ, କାହିଁ ଆଉ ଯୋଡ଼ାଏ ଝିଅ ଜନ୍ମ କରୁନେ ଗୋଟେ କ୍ରିକେଟ ଟିମ୍ ହେଇଥାନ୍ତା। କଣ କହିଲ? ଆଉ ଯୋଡ଼ାଏ ଯଦି ଜନ୍ମ କରିଥାନ୍ତୁ ତୋ ଘରେ ଗୋଟେ କ୍ରିକେଟ ଟିମ୍ ହେଇଯାଇଥାନ୍ତା। ସାରେ ଆଉ ଗୋଟେ ଭଗବାନ ଦେଇଥିଲେ ସେଇଟା ଫଲସ ହେଇଗଲା। ସରକାରଙ୍କର ସମାଜ କଥା ନ ମାନି ଆଜ୍ଞା, 9ଟା ଝିଅ ଜନ୍ମ କରିଛି ବୋଲି ମଞ୍ଚରେ କହୁଛୁ, ତତେ ଲଜ୍ଜା ଲାଗୁନି? ମତେ କାହିଁ ଗୋଧି ମୁହାଁ ନେଉଳ ମୁହାଁ ବେଲଜିଆ କହୁଛ? କହିନି ତାକୁ। ମତେ କାହିଁ ଶୋଧୁଛ? 9ଟା ଝିଅର ବାପ ମୁଁ ହେଇଛି, ଇଏ ଦୋଷ କଣ ମୋର? ଆଉ ହାଁ? ଇଏ ଦୋଷ ପରା ମୋ ଶାଶୁର। ସେ ବଦମାସି ଖେଚାଡି ବୁଢୀ। ଖେଚେଡି ନା ଡାଲମା? ଆଜ୍ଞା 9ଟା ଝିଅର ବାପ ଇଏ। ହଉ ଶାଶୁ ମା ସମାନ, ଶାଶୁ କଣ ଦୋଷ କଲା? ସାରେ ମୋର ଦୁଆର ବାହାଘର ହେଇଥିଲା ମୋ ମାଉସୀ। ମୁଁ ଯାଇଥିଲି ଝିଅ ଦୁଆରକୁ ବାହା ହେବା ପାଇଁ। ବାହାଘର ସରିଗଲା, ଯେତେବେଳେ ଭୋରୁ ଭୋରୁ ଝିଅ ଦୁଇ ଆମେ ବିଦା ବିଧି ହେଇକି ଆସୁଛୁ, ମୋ ଶାଶୁ ଥିଲା କାନ୍ଦି କାନ୍ଦି ଆଇଲା। ଶାଶୁକୁ ଦେଖି ମୋର ବି ବୋହିଲା ଲୁହ। ଶାଶୁ କାନ୍ଦିଲା, ମୋର ବି ଲୁହ ବୋହିଲା। ଝିଅଟା ଯେତେବେଳେ ଘରୁ ବିଦା ବିଧି ହଉଛି, ଶାଶୁ କାନ୍ଦି କାନ୍ଦିକି ଆଇଲା, ଜୋଇକି ଧଇଲା, ମୋ ବାଁ ହାତକୁ ଧରିଥିଲା, କହିଲା ଜୋଇ ପୁଅ ବାପା ଝିଅ ଦେଇ ମୁଁ ପୁଅ ପାଇଲି, ତେମେ ମୋର ଗୋଟିଏ ବେଲି ଜୁଆଇଁ। ଏତେ ଗେଲ ବର୍ଷରେ ମୋ ଝିଅକୁ ମୁଁ ବଢେଇଛି, ମୋ ଝିଅ 15 ବର୍ଷ ଯାଇ ପ୍ୟାଣ୍ଟ ପିନ୍ଧି ନାହିଁ।
ମୋଟାମୋଟି ମୋର ଗୋଟାଏ ବୋଲି ଝିଅ ପୁଅ ନାହିଁ ଭାରି ଗେଲ ବର୍ଷ ରହି ବଢିଛି ବାପା ମୋ ଝିଅକୁ ତମ ହାତରେ ମୁଁ ଛନ୍ଦି ଡାଲି ମୋ ଝିଅ ପେଟ ତୁମେ କେତେବେଳେ ଖାଲି ରଖିବ ନାହିଁ। ଶାଶୁ ମା ଜୋଇଁକି ବୁଝେଇ କହିଲା ମୋ ଝିଅ ଭାରି ଗେଲ ବର୍ଷର ଗୋଟାଏ ବୋଲି ଝିଅ ତା ବାପା ପକେଟରୁ ପଇସା ଖର୍ଚ୍ଚ ହେ ଦହିବରା ଆସୁ ଆଳୁଦମ ଆସୁ ବିରିୟାନୀ ଆସୁ ଚାଉମିନ ଆସୁ ଫାଷ୍ଟ ଫୁଡ ଖାଏ ହଁ ଯେତେବେଳେ ଯାହା ମାଗିଛି ତା ବାପା ଦେଇଛି ବାପା ଦେଇଛି ତାର ଆଜି ପର ଘରକୁ ଯାଉଛି ବାପା ମୋ ଝିଅ ପେଟ ଖାଲି ରଖିବୁନି ମୋ ଝିଅ ପେଟ ତୁ କେତେବେଳେ ଖାଲି ରଖିବୁ ନାହିଁ। ତୁ କଣ ବୁଝିଲୁ ମୁଁ ଫୁର୍ସତ ଦେଲି ନାହିଁ ମୁଁ କହିଲି ବୋଉ ତେମେ ବଞ୍ଚିଥିବା ରଖେ ମୁଁ ବଞ୍ଚିଥିବା ରଖେ ତମ ଝିଅ ବଞ୍ଚିଥିବା ରଖେ କୋଉ ଦିନ ଯିବ ତମ ଝିଅକୁ ଦେଖିବା ପାଇଁ ତମ ଝିଅ